ତେବେ ସାଙ୍ଗମାନେ ତୁରି ପାଇଥିବା ସିରିଏଲର ଆଜି ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ଜବରଦସ୍ତ ସିନ୍। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ଯେ ଆଜି ରାମ ଚିକିକୁ ହାତ ଯୋଡ଼ି କ୍ଷମା ମାଗିଲେ। ଆପଣମାନେ ଦେଖିବାକୁ ପାଇବେ ରାମ ଯେତେବେଳେ ଚିକିକୁ ଚିହ୍ନି ପାରୁଛନ୍ତି ଏ ସମୟରେ ସେ ଚିକି କହି ଚିକିକୁ ପିଛା କରନ୍ତି। ଆଉ ଯେତେବେଳେ ଚିକି ରାମଙ୍କ ଠାରୁ ବଞ୍ଚିବା ପାଇଁ ରାସ୍ତାକୁ ଚାଲିଯାଏ ଆଉ ରାମ ମଧ୍ୟ ଚିକିର ପିଛା କରି ରାସ୍ତାକୁ ଚାଲିଯିବେ। ହଠାତ୍ ରାମ ଗୋଟେ ବାଇକ୍ ସହିତ ଧକ୍କା ହେଇଯିବେ। ଆଉ ଯେତେବେଳେ ସେ ଲୋକଟି କହିବ ଆରେ ଭାଇ ତମେ ଏବେ ତଳେ ପଡ଼ିଗଲ ନା, ଯଦି ତମର କିଛି ହେଇଯାନ୍ତା ତାହେଲେ ତମକୁ ମେଡିକାଲ ନେଇଯିବାକୁ ପଡ଼ିଥାନ୍ତା। ଆଉ ଏତେବେଳେ ରାମ ସେ ଲୋକଟି ଭୁଲ ମାଗି ଯେତେବେଳେ ଚିକିକୁ ଦେଖନ୍ତି ଚିକି ସେଠାରେ ଗାୟବ ଥିବ ଆଉ ରାମ ଦେଖନ୍ତି ତାଙ୍କ ସାମ୍ନାକୁ ଗୋଟେ ଟ୍ରକ୍ ଗାଡ଼ି ମାଡ଼ି ଆସୁଛି। ଆଉ ଏତେବେଳେ ରାମ ଡରିଯାଇ ଚିତ୍କାର କରନ୍ତି, କିନ୍ତୁ ଚିକି ଠିକ ସମୟରେ ଆସି ସେ ଟ୍ରକ୍ ଗାଡ଼ିକୁ ଅଟକେଇ ବଞ୍ଚେଇ ଦିଅନ୍ତି। ଆଉ ଏତେବେଳେ ରାମ ଦେଖୁଛନ୍ତି ସେଟା ଚିକି ହିଁ ଥିଲେ ଆଉ ଚିକି ମଧ୍ୟ ରାମକୁ ଭୁଲି ଯାଆନ୍ତି। ଆଉ ଏପରି ସିନ୍ରେ ଆପଣମାନେ ଦେଖିବାକୁ ପାଇବେ ପରିବାର ଲୋକ ସମସ୍ତେ ବ୍ୟସ୍ତ ହୋଇପଡ଼ିଥିବ, କାରଣ ସେ ଘରର ସବୁକିଛି ପ୍ରପର୍ଟି ଆଉ ସମ୍ପତ୍ତି ଅନ୍ୟ କାହାର ହେଇସାରିଛି। ଆଉ ଏ ସମୟରେ ସମସ୍ତେ ରାମକୁ ହିଁ ଭୁଲ ବୁଝୁଥିବେ। ଆଉ ଏ ସମୟରେ ମାଧବୀ ଆଉ ରତନ କହିବ ଯେ ଆରେ ରାମ ତୁ ଏତେ ବଡ଼ ଭୁଲ କେମିତି କଲୁ? ଆମେ ତ ଦାଣ୍ଡର ଭିକାରୀ ହେଇଗଲୁ, ଏବେ ଆମେ କୋଉ ମନ୍ଦିରରେ ବସି ଭିକ ମାଗବୁ? ଆଉ ଏ କଥା ଶୁଣି କାମିନୀ ଜେଜେ ମଧ୍ୟ ହାର୍ଟ ଆଟାକ୍ ହେଇଯାଉଛି ଆଉ ତାକେ ଗୋଟେ ବେଡ୍ ଜଏନ୍ ହଉଛନ୍ତି। ଓ ଏପଟେ ସିନ୍ରେ ଆପଣମାନେ ଦେଖିବାକୁ ପାଇବେ ଯଶୋଦା ଦେବୀ ଆସି ଚିକିକୁ ବୁଝାନ୍ତି ଆଉ କୁହନ୍ତି ଯେ ଏ ସମୟରେ ତୁ ଦୁର୍ବଳ ହେଇଗଲେ ଜମା ବି ହବନି, ସେ ପରିବାର ଲୋକଙ୍କ ଠାରୁ ତତେ ପ୍ରତିଶୋଧ ନେବାର ଅଛି। ଆଉ ଏମିତି କହି ସେ ଚିକିଙ୍କ ମନକୁ ଦୃଢ଼ କରନ୍ତି। ଫ୍ରେଣ୍ଡସ୍ ଆପଣମାନଙ୍କୁ କଣ ଲାଗୁଛି ଚିକି କଣ ସତରେ ରାମଙ୍କ ଠାରୁ ତାଙ୍କ ପରିବାର ଠାରୁ ପ୍ରତିଶୋଧ ନେଇପାରିବେ? ଯଦି ହଁ ଆମକୁ ଏସ୍ ବୋଲି କମେଣ୍ଟ କରନ୍ତୁ।